ଆଜି ଆମ ଭିତରେ ହେଉଛି ଉଡ଼ିବା ପ୍ରତିଯୋଗିତା। ଯିଏ ଆଗ ଉଡ଼ି ସେ ବଡ଼ ଗଛରେ ବସି ପାରିବ ସେ ପ୍ରଥମ ହେବ। ମୁଁ ପ୍ରଥମ ହେବି। ତମ ମାନଙ୍କଠୁ ଆଗରେ ଯାଇ ମୁଁ ସେ ଗଛରେ ବସିବି। ଆରେ ବାଃ, ଛୋଟ ଛୋଟ ଚଢ଼େଇ ଛୁଆ ମାନଙ୍କୁ ଏମିତି ଖେଳୁଥିବାର ଦେଖିଲେ ମତେ ଭାରି ଭଲ ଲାଗେ। ପରି ସେ ଚଢ଼େଇ ଛୁଆ ମାନଙ୍କୁ ଖେଳୁଥିବାର ଦେଖୁଥିଲା। ହଠାତ୍ କାଉ ଛୁଆ ଉଡୁ ଉଡୁ ସେ ବଡ଼ ଗଛରେ ବାଜି ତଳେ ପଡ଼ିଗଲା। ଆରେ ସାଙ୍ଗ, କଣ ଲ ତୋର? ଉଠୁ। ଆରେ କି ପାଣି ଧରିଛ କି ଦିଅ? ନା କୁନି, ଆମ କାହା ପାଖରେ ବି ପାଣି ନାହିଁ। ଗରମ ପାଇଁ ଆମ ଜଙ୍ଗଲର ଅଧିକାଂଶ କୂଅ ପୋଖରୀ ଶୁଖି ଯାଇଛି। ଆଖପାଖ କୋଉଠି ବି ଆମେ ପାଣି ପାଇବାନି। ଏବେ କଣ କରିବା? ତମେ ମାନେ ଚିନ୍ତା କରନି, ମୁଁ ତୁମ ସାଙ୍ଗକୁ ଏବେ ଠିକ କରିଦେଉଛି। ମତେ ଭୟ କରନି, ମୁଁ ଜଣେ ପରୀ। ଏମିତି କହି ପରୀ କାଉଛୁଆକୁ ଠିକ କରିଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ଆମ ଜଙ୍ଗଲର ଅଧିକାଂଶ କୂଅ ପୋଖରୀ ଶୁଖିଗଲାଣି। ତୁମେ ଆଜି ଠିକ ସମୟରେ ଆସିଲ ବୋଲି ଆମ ସାଙ୍ଗ ସୁସ୍ଥ ହେଇପାରିଲା। ଏବେ ବର୍ଷା ହେବାର ସମ୍ଭାବନା ନାହିଁ। ଏ ଜଙ୍ଗଲର ଚଢ଼େଇମାନେ ପାଣି ପାଇଁ ଅନେକ କଷ୍ଟ ପାଇଲେଣି। ହେଲେ ଏବେ ଆଉ ଚିନ୍ତା ନାହିଁ। ମୁଁ ଏ ଜଙ୍ଗଲକୁ ଆସିଛି ମାନେ ମୁଁ ତମମାନଙ୍କ ପାଣି ପାଇଁ ବ୍ୟବସ୍ଥା କରିକି ଯିବି। ଏମିତି କହି ପରୀ ତା ଯାଦୁରେ ସେଠି ଗୋଟେ ବଡ଼ ପୋଖରୀ ତିଆରି କଲା। ପୋଖରୀର ପାଣି ବହୁତ ଥଣ୍ଡା ଆଉ ସଫା ଥିଲା। ସବୁ ଚଢ଼େଇ ଛୁଆ ପୋଖରୀର ଥଣ୍ଡା ପାଣି ପିଇ ଖୁସି ହେଇଗଲେ। ଆରେ ବାଃ, ଏ ଗରମରେ ଏମିତି ଥଣ୍ଡା ପାଣି ପିଇ ମଜା ଆସିଗଲା। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଏ ପୋଖରୀର ପାଣି ସମସ୍ତଙ୍କ ପାଇଁ, କିନ୍ତୁ ଗୋଟେ କଥା ମନେ ରଖିବ, ପାଣିର ଅପବ୍ୟବହାର କରିବନି, ନହେଲେ ତମେ ମାନେ ଥଣ୍ଡା ପାଣି ଆଉ ପାଇବନି। ଚିନ୍ତା କରନି ପରୀ, ଆମେ ସମସ୍ତଙ୍କୁ ଏକଥା କହିଦେବୁ। କେହି ବି ପାଣି ନଷ୍ଟ କରିବେନି। ଏମିତି ଶୁଣି ପରୀ ସେଠାରୁ ଚାଲିଗଲା। ସବୁ ଚଢ଼େଇ ଛୁଆ ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଯାଇ ଏକଥା କହିଲେ। ତମେ ମାନେ ସତ କହୁଛ? ଜଙ୍ଗଲରେ ଥଣ୍ଡା ପାଣି ମିଳୁଛି? ଆରେ ଚାଲ ଚାଲ, ଏବେ ହିଁ ସେଠାକୁ ଯାଇ ପାଣି ଆଣିବା। ତାପରେ ସବୁ ଚଢ଼େଇ କଳସି ଧରି ସେ ପୋଖରୀକୁ ଗଲେ। ପୋଖରୀରେ ଏତେ ସାରା ପାଣି ଦେଖି ସମସ୍ତେ ବହୁତ ଖୁସି ହେଇଗଲେ। ଆଉ ପୋଖରୀରୁ ଥଣ୍ଡା ପାଣି ପିଇ ଘରକୁ ନେଲେ। ଆରେ ବାଃ, ପୋଖରୀରେ ତ ଏତେ ସାରା ପାଣି ଅଛି। ମୁଁ ଏ ପୋଖରୀରୁ ପାଣି ନେଇ ଗୋଟେ ସୁଇମିଂ ପୁଲ କରିଲେ ସେ ସୁଇମିଂ ପୁଲରେ ମନ ଭରି ଗାଧେଇ ପାରିବି। ହା ହା ହା। ଏମିତି ଚିନ୍ତା କରି କାଉ ପୋଖରୀରୁ ପାଣି ନେଇ ଏକ ସୁଇମିଂ ପୁଲ ତିଆରି କଲା। ଆଉ ସେଠି ଗାଧେଇଲା। ଏସବୁ ଦେଖି ଚଢ଼େଇ ମାନେ ତା ପାଖକୁ ଗଲେ। ଆରେ କାଉ ଭାଇ, ତୁମେ ପୋଖରୀର ଥଣ୍ଡା ପାଣି ଏମିତି ନଷ୍ଟ କାହିଁକି କରୁଛ? ପରୀଙ୍କ କଥା କଣ ତମେ ଭୁଲିଗଲ? ପୋଖରୀର ପାଣି ଏମିତି ନଷ୍ଟ କଲେ ଏହି ପାଣି ଆମକୁ ଆଉ ମିଳିବନି। ଆରେ ତମେ ମାନେ ଚିନ୍ତା କାହିଁକି କରୁଛ? ପୋଖରୀରେ ଅନେକ ପାଣି ଅଛି। ଏ ପାଣି କେବେ ବି ସରିବନି। କାଉ କାହା କଥା ବି ଶୁଣୁ ନଥିଲା। ସେ ପ୍ରତ୍ୟେକ ଦିନ ପୋଖରୀର ଅନେକ ପାଣି ନଷ୍ଟ କରୁଥିଲା। କିଛି ଦିନ ବିତିଗଲା। ଦିନେ ପୋଖରୀର ସବୁ ପାଣି ଶୁଖିଗଲା। ଏବେ ଆମର କଣ ହେବ? ଜଙ୍ଗଲର କୋଉ ଜାଗାରେ ବି ପାଣି ନାହିଁ। ଏଇ ଗୋଟିଏ ମାତ୍ର ପୋଖରୀରୁ ଆମେ ପାଣି ପାଉଥିଲେ। ଏବେ ଆମେ ପାଣି କୋଉଠୁ ପାଇବା? ଦେଖିଲ କାଉ ଭାଇ, ଆମେ ତୁମକୁ ଆଗରୁ ମନା କରୁଥିଲୁ ପାଣି ନଷ୍ଟ ନ କରିବା ପାଇଁ, କିନ୍ତୁ ତୁମେ ଆମ କଥା ଶୁଣିଲନି। ପ୍ରତିଦିନ ପାଣି ନଷ୍ଟ କରିବା ଫଳରେ ପରୀଙ୍କ କଥା ସତ ହେଇଗଲା, ଆଉ ପୋଖରୀର ପାଣି ଶୁଖିଗଲା। ସମସ୍ତଙ୍କ କଥା ଶୁଣି କାଉ ନିଜ ଭୁଲ ବୁଝିପାରିଲା। ତମେ ମାନେ ଠିକ କହିଲ। ମୁଁ ତମ ସମସ୍ତଙ୍କ କଥା ନ ଶୁଣିବା ଯୋଗୁଁ ହିଁ ଆଜି ଏମିତି ଅବସ୍ଥା ହେଲା। ମତେ ସମସ୍ତେ କ୍ଷମା କରିଦିଅ। ମୋ ଭୁଲ ପାଇଁ ଆଜି ତମେ ମାନେ କଷ୍ଟ ପାଉଛ। ମୁଁ ମୋ ଭୁଲର ପ୍ରାୟଶ୍ଚିତ କରିକି ରହିବି। ଏମିତି କହି କାଉ ଆଗକୁ ଗଲା। ଆଉ କେମିତି ପୋଖରୀକୁ ପୂର୍ବ ଭଳି କରିବ ସେ ଉପାୟ ଚିନ୍ତା କଲା। ହେଲେ ସେ କିଛି ବି ରାସ୍ତା ପାଇଲାନି। ନିରାଶ ହେଇ ସେ ଏକ ଗଛ ତଳେ ବସି କାନ୍ଦିଲା। ଆଉ ପରୀକୁ ଡାକିଲା। ପରୀ, ପରୀ, ମତେ ଦେଖା ଦିଅ। ମୋ ଭୁଲ ପାଇଁ ମତେ କ୍ଷମା କରିଦିଅ। ମୁଁ ମୋ ଭୁଲର ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ପରୀ, ତୁମେ ଆସିଗଲ। ମତେ କ୍ଷମା କରିଦିଅ। ମୁଁ ମୋ ଭୁଲ ବୁଝିପାରୁଛି। ମୁଁ ଆଉ କେବେ ବି ପାଣି ନଷ୍ଟ କରିବିନି। ଦୟାକରି ଏ ପୋଖରୀରେ ପୁଣି ଥରେ ପାଣି ଭରିଦିଅ। କାଉ
ତୁ ତ ଭୁଲ ବୁଝିପାରିଲୁ ଜାଣି ମୁଁ ଖୁସି, କିନ୍ତୁ ମୁଁ ପୁଣି ଥରେ ପୋଖରୀରେ ପାଣି ଦେଇ ପାରିବିନି। ପୋଖରୀରେ ପୁଣି ଥରେ ପାଣି ଭରିବାକୁ ହେଲେ ତତେ ଏକ ଯାଦୁର ପାଣି ସେ ପୋଖରୀରେ ଢାଳିବାକୁ ହେବ। ପରି, ମୁଁ ସେ ଯାଦୁର ପାଣି କୋଉଠୁ ପାଇବି କୁହ? ମୁଁ ଯେମିତି ବି ହେଉ ସେ ପାଣି ଆଣି ସମସ୍ତଙ୍କ କଷ୍ଟ ଦୂର କରିବାକୁ ଚାହୁଁଛି। ଆଚ୍ଛା ତେବେ ଠିକ ଅଛି କାଉ, ତୁ ଏଇ ଉତ୍ତର ଦିଗରେ ଯା। କିଛି ଦୂର ଗଲା ପରେ ତୁ ଗୋଟେ ବରଫ ଘର ପାଇବୁ। ସେଇ ବରଫ ଘର ଭିତରେ ଯାଦୁର ପାଣି ଅଛି। ସେଇ ଯାଦୁର ପାଣି ଆଣି ପୋଖରୀ ଢାଳିଲେ ପୋଖରୀ ପୁଣି ଥରେ ପାଣିରେ ଭରିଯିବ। ତୁମକୁ ଅନେକ ଅନେକ ଧନ୍ୟବାଦ ପରି, ମୁଁ ଏବେ ସେ ବରଫ ଘରକୁ ଯିବି। ଏମିତି କହି କାଉ କିଛି ଖାଇବା ଆଉ ପାଣି ଧରି ବରଫ ଘର ଖୋଜିବାକୁ ଗଲା। କିଛି ଦୂର ଗଲା ପରେ ତାକୁ ଭୋକ ଲାଗିଲା। ସେ ଖାଇବାକୁ ଯିବା ସମୟରେ ହଠାତ୍ ଏକ କାନ୍ଦିବାର ସ୍ୱର ଶୁଣିଲା। କିଏ ଏମିତି କାନ୍ଦୁଛି? ସେ ବିପଦରେ ପଡ଼ିଥିବ, ମୁଁ ତା ପାଖକୁ ଯାଏ। ବୁଢ଼ୀମା, ତୁମେ ଠିକ ଅଛ ତ? ତୁମେ ଏଠି ଏମିତି କାନ୍ଦୁଛ କାହିଁକି? ଆରେ ପୁଅ, ମୁଁ 3 ଦିନ ହେଲାଣି କିଛି ଖାଇନି। ମତେ ଭାରି ଦୁର୍ବଳ ଲାଗୁଛି। ମତେ କିଛି ଖାଇବା ଦେଇପାରିବୁ? ହଁ ବୁଢ଼ୀମା, ମୋ ପାଖରେ ଖାଇବା ଅଛି, ଏଇ ନିଅ। ତତେ ଅନେକ ଅନେକ ଧନ୍ୟବାଦ ରେ ପୁଅ। ଖାଇଲା ପରେ ମତେ ଭାରି ଶୋଷ ଲାଗୁଛି। ମତେ ଟିକେ ପାଣି ଦେଇପାରିବୁ? ହଁ ହଁ ବୁଢ଼ୀମା, ମୋ ପାଖରେ ପାଣି ବି ଅଛି, ଏଇ ନିଅ। ଏମିତି କାଉ ତା ପାଖରେ ଥିବା ସବୁ ଖାଇବା ଆଉ ପାଣି ସେ ବୁଢ଼ୀ ଚଢ଼େଇକୁ ଦେଇଦେଲା। ଏସବୁ ଦେଖି ବୁଢ଼ୀ ଚଢ଼େଇ ଖୁବ ଖୁସି ହେଇଗଲା। ଆରେ ପୁଅ, ତୁ ବହୁତ ଭଲ। ତୁ ନିଜ ପାଖରେ ଥିବା ସବୁ ଖାଇବା ଆଉ ପାଣି ମତେ ଦେଇଦେଲୁ। ହେଲେ ତୁ ଏ ଜଙ୍ଗଲ ଭିତରକୁ କାହିଁକି ଆସିଥିଲୁ? କାଉ ସେ ବୁଢ଼ୀ ଚଢ଼େଇକୁ ସବୁ ଘଟଣା କହିଲା। ତୁ ଆଉ ଚିନ୍ତା କରନି, ଏବେ ତୁ ପୁରାପୁରି ବଦଳି ଯାଇଛୁ। ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ କଥା ଚିନ୍ତା କରୁଛୁ। ତୁ ନିଶ୍ଚୟ ସେ ବରଫ ଘର ପାଇଯିବୁ। ଏ କ'ଣ? ହଠାତ୍ ବୁଢ଼ୀମା କୁଆଡ଼େ ଗଲେ? ଏବେ ତ ଏଇଠି ଥିଲେ। ଆରେ, ସେଠି କ'ଣ ଗୋଟେ ଚକଚକ କରୁଛି? ଏଇଟା ତ ବରଫ ଘର। ମୁଁ ଏବେ ସେ ଯାଦୁର ପାଣି ପାଇପାରିବି। ଏମିତି କହି କାଉ ବରଫ ଘର ପାଖକୁ ଗଲା। ବରଫ ଘର କବାଟ ଆପେ ଆପେ ଖୋଲିଗଲା। କାଉ ଘର ଭିତରକୁ ଯାଇ ଯାଦୁର ପାଣି ନେଇ ଆସିଲା। ଆଉ ସେ ଶୁଖିଲା ପୋଖରୀକୁ ଯାଇ ପାଣି ଢାଳିଲା। ସେ ଯେମିତି ଶୁଖିଲା ପୋଖରୀରେ ପାଣି ଢାଳିଲା, ପୁରା ପୋଖରୀ ପାଣିରେ ଭରିଗଲା। ଏମିତି ଦେଖି ସବୁ ଚଢ଼େଇ କାଉକୁ କ୍ଷମା କରିଦେଲେ। କାଉ ବି ପୁରାପୁରି ବଦଳିଗଲା। ସେ ସମସ୍ତଙ୍କ ସହ ମିଳିମିଶି ରହିଲା।